ସତରେ ମଣିଷ ଦୁଃଖରେ ଲାଭ ହୋଇଥାଏ ବୋଲି ଦୁର୍ଲଭ ଜୀବନ ବୋଲି କୁହାଯାଏ। 84 ଲକ୍ଷ ଯୋନି ଦେଇ ମଣିଷ ଅତିକ୍ରମ କଲା ପରେ ତାପରେ ମଣିଷ ଜନ୍ମ ପାଇଥାଏ। ଭଗବାନ ସୃଷ୍ଟି କରିଥାନ୍ତି ଯେ ଗୋଟେ ଏତେ କଷ୍ଟ ଏତେ କିଡ଼ା ମକଡ଼ା ହେଇ ଜନ୍ମ ହେଇ ଆସିଲୁ, ବର୍ତ୍ତମାନ କିଛି ଲାଇଫଟାକୁ ଭଲରେ ଅତିବାହିତ କରେ। ଜନ୍ମଟା କ'ଣ ବା ଜୀବନଟା କ'ଣ ତାର ମୂଲ୍ୟ ବୁଝେ। ସେୟା ସିଏ କରି ଆମ ଭିତରେ ଫିଡ଼ିଂ କରି ସେତିକି ଆମ ମସ୍ତିଷ୍କ ଭିତରେ ଭର୍ତ୍ତି କରି, ଯେମିତି ଗୋଟେ କମ୍ପ୍ୟୁଟରର ସିପିୟୁରେ ଆମର ବା ତାର ହାର୍ଡ ଡିସ୍କରେ ସବୁ ଭର୍ତ୍ତି କରାଯାଇଥାଏ, ପ୍ରୋଗ୍ରାମିଂ ସବୁ ଲୋଡ୍ କରାଯାଇଥାଏ, ଆଉ ତାପରେ ତାକୁ ଛାଡ଼ି ଦିଆଯାଏ ମାର୍କେଟକୁ। ଯିଏ ଯାହାର ଯେମିତି ୟୁଟିଲାଇଜେସନ କରିବା କଥା କରିଚାଲେ। ସେଇଭଳିଆ ଆମ ମୁଣ୍ଡରେ ମଧ୍ୟ ପ୍ରତ୍ୟେକ ମଣିଷ ମୁଣ୍ଡରେ ସେଇଭଳିଆ ପ୍ରତିଟି ଜିନିଷ ସେ ସଜେଇ ଦେଇକି ଆମ ପାଖରେ ଭଗବାନ ସୃଷ୍ଟି କରି ଛାଡ଼ି ଦିଅନ୍ତି। ଆଉ ଉପରେ ଥାଇ ସିଏ ଦେଖୁଥାନ୍ତି ଆମେ କ'ଣ କରୁଛନ୍ତି। ଦୁଃଖରେ ଲାଭ ହୋଇଥିବା ଜୀବନକୁ ଆମେ କିଭଳି ଭାବରେ ପରିଚାଳିତ କରୁଛନ୍ତି ତାହା ସେ ଦେଖୁଥାନ୍ତି ଉପରେ ଥାଏ। ଭଗବାନଙ୍କ ଦୃଷ୍ଟି ଆମ ପାଖରୁ କେବେ ହଟି ନଥାଏ, କିନ୍ତୁ ସିଏ କହିଥାନ୍ତି, ସେ ଦେଖିଥାନ୍ତି ଯେ ମୁଁ ଯାହା ବତେଇଛି ସେ ସେୟା କରୁଛି ନା ତା ପଥରୁ ସିଏ ଉଡ଼ି ଯାଉଛି। ମୁଁ ଯାହା ତାକୁ ଶିଖେଇଛି, ଯାହା ତା ମୁଣ୍ଡରେ ଦେଇଛି, ସେ ସେଇ ସବୁ କରୁଛି ନା ତାଠୁ ସିଏ ବିଚ୍ୟୁତ ହେଇଯାଉଛି। ଠିକ ନା? କିନ୍ତୁ ମଣିଷ ସବୁ ଜିନିଷ ଜାଣିଥାଏ। ଆମେ ଗୋଟେ ଜିନିଷ ଭୁଲ କରିବା ପୂର୍ବରୁ ଆମେ ମନ ଭିତରେ ଗୋଟେ ସୃଷ୍ଟି ହୁଏ ଯେ ନାଇଁ ସେ ଭୁଲଟା ମୁଁ କରିବିନି, ହୁଏ ନା? କିନ୍ତୁ ଜାଣି ଶୁଣି ଆମେ ଭୁଲ କରୁ ଏଇଥିପାଇଁ ଯେ କାମନା ବାସନାର ଆମେ ବଶବର୍ତ୍ତୀ ହେଇ ଆମେ ସେଇ ଭୁଲଟି କରିଥାଉ। ଠିକ ନା? ସେ ଲୋଭ, ମୋହ, ମାୟା ଆମକୁ ଏଭଳି ଭାବରେ କବଳିତ କରିଦେଇଥାଏ ଯାହାଫଳରେ ଆମେ ଜାଣି ଜାଣି ମଧ୍ୟ ସେ ଭୁଲଟି କରିଥାଉ। ଆଉ ଯୋଉଟା କି କଷ୍ଟ ପାଆନ୍ତି କିଏ ନା ଆମକୁ ପଠାଇଥିବା ସ୍ୱର୍ଗରେ ଥିବା ଭଗବାନ। ଆଚ୍ଛା କହିଲେ ନା, ଆଚ୍ଛା ଆପଣ ପିଲା ଯଦି କିଛି ଖରାପ କାର୍ଯ୍ୟ କରେ, କିଛି ଖରାପ କାମ କରେ, ଆପଣଙ୍କୁ କଷ୍ଟ ଲାଗେ ନା? ଠିକ ସେମିତି ଆମକୁ ବି ଜଣେ ପଠେଇଛନ୍ତି ନା, ତାଙ୍କୁ ବି ସେଇଭଳି କଷ୍ଟ ଲାଗୁଥିବ। ଆମ ଭିତରେ କମ୍ପିଟିସନ ଚାଲିଛି ବର୍ତ୍ତମାନ, ଆମ ଭିତରେ ଗୋଟେ ଦୀର୍ଘ କମ୍ପିଟିସନ ଚାଲିଛି ଯେ ମୁଁ ତା ଭଳିଆ ହେବି, ମୁଁ ତା ଭଳିଆ ହେବି। ଆରେ ଭାଇ, ସଂସାରରେ କିଛି ନାହିଁ, କେହି କାହା ଭଳିଆ ହେବେ ନାହିଁ। ସେଥିପାଇଁ ବା ସକାଳେ ଆମେ ଉଠିଲା ମାନେ କରୁଛେ କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟ ସରସ୍ୱତୀ, କର ମୂଳେ ତୁ ଗୋବିନ୍ଦ ପ୍ରଭାତେ, କର ଦର୍ଶନମ୍। କାହିଁକି ନା ଏଇ ଯୋଉ 5 ଆଙ୍ଗୁଠି ଦେଇଛି ଭଗବାନ, ଆକୁ ଆମେ ଦର୍ଶନ କରିବା ଯେ କେହି କାହା ଭଳିଆ ନୁହଁ, ମୁଁ କାହା ଭଳିଆ ହେଇପାରିବିନି, ମୁଁ ମୋ ଭଳିଆ ହେବି। ମୁଁ ଭଗବାନଙ୍କର ଯୋଉ ମତ ପାଖରେ 100ଟି ଗୁଣ ଭର୍ତ୍ତି କରିଛି, ସେ 100ଟି ଗୁଣକୁ ମୁଁ ପରିପାଳିତ କରିବି ଆଉ ସଂସାରରେ ସେଇ ଗୁଣର ପରିପୁଷ୍ଟ କରି ମୁଁ ସଂସାରରୁ ବିଦାୟ ନେବି। କିନ୍ତୁ ଆମେ ସଂସାରର ମୋହ ମାୟା ଜାଲ ଭିତରେ ଏମିତି ଛନ୍ଦି ହେଇଯାଉଥାନ୍ତି ଯୋଉଟା କି ଆମର ଲକ୍ଷ୍ୟ ପଥ ଭୁଲି ଯାଆନ୍ତି ଏବଂ ସେଇ ଜାଲ ଭିତରେ ଗୋଡ଼େଇ ଗୋଡ଼େଇ କେତେବେଳେ ଯେ ଆମର ସମୟ ଅତିବାହିତ ହେଇଯାଇଥାଏ ଆମେ ଜାଣିପାରିନଥାନ୍ତି। ଠିକ କହିଲି ନା? ସେମିତି ଏକା ଯେ ଆମର ଆଲୋଚନା ବିଷୟ ହେଉଛି ଭାଇ ଭାଗ। ଭଗବାନ ସୃଷ୍ଟି କରି ପଠେଇନି ଆମେ ସବୁ ଭାଗ ଭାଗ ହେଇଯିବା ପାଇଁ। ଭଗବାନ ସୃଷ୍ଟି କରି ପଠେଇନି ଆମକୁ ଆମେ ସବୁ ଭାଗ ଭାଗ ହେଇଯିବା ପାଇଁ, ଆମେ ସମସ୍ତେ ଏକାଠି ରହିବା ପାଇଁ। ଆମେ ବା ଆମ ପିଲାମାନଙ୍କୁ ଶିକ୍ଷା ଦଉ ଯେ ୟୁନାଇଟେଡ୍ ୱି ଷ୍ଟାଣ୍ଡ, ଡିଭାଇଡେଡ୍ ୱି ଫଲ୍। ହଁ ନା? ଆମେ ଆମ ପିଲାଙ୍କୁ ପ୍ରବଚନ ବା ଆମ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଲା ବେଳେ ଆମେ କହୁ ପୁଅରେ କିମ୍ବା ଝିଅରେ, ମାରେ ଏଇ ଜିନିଷଟି ତୁ କହିବୁ। କାହିଁ କହୁ? ତାହାର କିଛି ମୂଲ୍ୟ ଅଛି। ଆମେ ଜାଣିଥାଉ ଯେ କାଠ ବିଡ଼ାଟି ଏକାଠି ଥିଲେ ଆମେ ତାକୁ ଭାଙ୍ଗି ପାରିବୁନି, କିନ୍ତୁ କାଠ ବିଡ଼ାଟି ଅଲଗା ଅଲଗା ହେଇଗଲେ ତାକୁ ସମସ୍ତେ ଭାଙ୍ଗି ଦିଅନ୍ତି। କିନ୍ତୁ ତଥାପି ଜାଣି ଶୁଣି ମଧ୍ୟ ଆମେ କରିବାକୁ ପଛଉନଥାଉ। କାହିଁକି ନା ଆମ ଭିତରେ କିଛି ଏମିତି ଜିନିଷ ଆସିଥାଏ ଯୋଉଟା କି ଆମେ ସେଇ ଜିନିଷରେ କବଳିତ ହେଇଯାଉ ଆଉ ଭୁଲ କରି ବସୁ। ଆଜି ସେଇ ଭୁଲକୁ ସୁଧାରିବା ପାଇଁ ମୁଁ ଗୋଟେ ଛୋଟିଆ ଗପ କହିବି, ଯୋଉ ଗପଟି ଭାବୁଛି ଆପଣ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଆଉ କ'ଣ ଲାଗିଲା, କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଲେଖିବେ। ମୁଁ ଆପଣଙ୍କର କମେଣ୍ଟକୁ ଅପେକ୍ଷା କରି ରହିଛି।
ଯେ ସତରେ ଗପଟି ମର୍ମସ୍ପର୍ଶୀ ହୃଦୟସ୍ପର୍ଶୀ ଆଉ କିଛି ଆମ ମୁଣ୍ଡରେ ଇଫେକ୍ଟ ପକେଇଲା ନା ନାହିଁ। ଗୋଟେ ମହାଜନ ଥିଲେ, ବହୁ ଅତୀତ ସମୟର କଥା, ଗୋଟେ ମହାଜନ ଥିଲେ। ମହାଜନଙ୍କର 4ଟି ପୁଅ ଥିଲେ। ମହାଜନଙ୍କର ଅନ୍ତିମ ସମୟ ପଳେଇ ଆସିଛି। ଶେଷ ପର୍ଯ୍ୟନ୍ତ ସେ ପିଲାମାନଙ୍କୁ ଏକାଠି କରି ରଖିଛନ୍ତି ଆଉ ପିଲାମାନଙ୍କୁ ନେଇ ତାଙ୍କ ସଂସାର ବି ଗଢ଼ି ଚାଲିଛି ଆଉ ଭଲ ଭାବରେ ଚାଲିଛି। ଦିନେ ଜନ୍ମର ଦିନେ ମୃତ୍ୟୁ ନିଶ୍ଚିନ୍ତ। ମୃତ୍ୟୁକୁ ତାକୁ କେହି ଟାଳି ପାରିବେ ନାହିଁ। ଭଗବାନ ହେଲେ ମଧ୍ୟ ତାଙ୍କର ଅନ୍ତିମ ସମୟ ଆସିଛି। କାହିଁ ଜୀବ ମାନେ ଜୀବ, ସେ ରହିବନି, ସେ ଜୀବ ଆସିଛି ସଂସାର ଲୀଳାଖେଳା କରିବ, ତାପରେ ଯିବ। ଯୌତୁକ ଲୀଳାଖେଳା କରିବ, ସେଇ ଭିତରେ ସେ କ'ଣ କରୁଛି ସେଇଟା ତାର ଲିପିବଦ୍ଧ ହେଇକି ରହିବ। ତାକୁ ଲୋକ ଯଦି ଭଲ କାମ କରୁଥିବ ଲୋକ ମନେ ରଖିବେ, ଯଦି ଖରାପ କାମ କରୁଥିବ ଲୋକ ତିରସ୍କାର କରିବ। ସେମିତି ସେଇ ମହାଜନ ବୁଢ଼ାଙ୍କର ଅନ୍ତିମ ସମୟ ଆସିଛି। ସେ ସବୁ 4 ପୁଅଙ୍କୁ ଡାକିଛନ୍ତି, ପାଖରେ ବସେଇଛନ୍ତି। କହିଲେ କାହିଁ ଦୁନିଆର ରୀତିନୀତି ସେ ଜାଣିଛନ୍ତି। କହିଲେ ବାବୁମାନେ, ଯଦି ତମର କେତେବେଳେ ବି ଇଚ୍ଛା ହବ, ଆଜି ପର୍ଯ୍ୟନ୍ତ ମୁଁ ତମକୁ ଏକାଠି କରି ରଖିଲି, ଯଦି କେତେବେଳେ ବି ତମର ଇଚ୍ଛା ହବ ଅଲଗା ହେବା ପାଇଁ, ପାଖ ଗାଁରେ ଥିବା ମୋ ସଡ଼ୁ, ସେ ସବୁ ଜାଣିଛନ୍ତି, ତାଙ୍କୁ ଡାକିବ ଆଉ ସିଏ ତମମାନଙ୍କୁ ସୁରୁଖୁରୁରେ ଭାଗ ବାଣ୍ଟିଦେବେ। ତମମାନଙ୍କ ଭିତରେ କିଛି ବିଶୃଙ୍ଖଳା ହବନି, କେହି ପରସ୍ପର ଭିତରେ ଭାଗ ବାଣ୍ଟିବା ପାଇଁ ଗଣ୍ଡଗୋଳ କରିବ ନାହିଁ। ଏତିକି କହି ସେ ଚାଲିଗଲେ, ପ୍ରାଣପାୟ ଉଡ଼ିଗଲେ। ଏମିତି କିଛି ଦିନ ଗଲା ପରେ ସେ 4 ଭାଇ ଭିତରୁ 2 ଭାଇ, ବଡ଼ 2 ଭାଇ, ବଡ଼ ଭାଇ କେତେ ହେଲା କେତେ କ'ଣ ହେଲା ସେ ସବୁ ହିସାବ ରଖନ୍ତି, ମାନେ ସେ ତଦାରଖ କରନ୍ତି, ହିସାବ ରଖନ୍ତି। ତା ତଳ ଭାଇ ସେ ନ୍ୟାୟ ନିଶାବ କରନ୍ତି, କୋଉଠି କୋଉଟା କଲେ ଭଲ ହବ, କୋଉଠି କୋଉଟା କଲେ ଖରାପ ହବ, ତାର ବିଚାର କରୁଥାନ୍ତି। ଆଉ ତଳ 2 ଭାଇ ଚାଷ କାର୍ଯ୍ୟରେ ଲିପ୍ତ ହୋଇଥାନ୍ତି। ଏଇଭଳି ଭାବରେ 4 ପୁଅ 4 କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ବଡ଼ 2 ଭାଇ ଯେତେବେଳେ ଜିନିଷ ଆସୁଥାଏ, ମାଲ, ବେପାରୀ ଘର, ବାଣିଜ୍ୟ ମହାଜନ ଘର, କେତେବେଳେ ଜିନିଷ ଆସୁଥିବ ତାକୁ ସେ ହିସାବ କରି ଟିପୁଥିବେ। କେତେବେଳେ ଆସିଲା, କେତେ ଗଲା, ତାକୁ ଟିପିଲେ ବାସ୍ କାମ ସରିଗଲା। ପୁଣି ଆସି ଘଣ୍ଟା 2 ଘଣ୍ଟା ରେଷ୍ଟ ନେଇଗଲା। ଏଇଭଳି ବଡ଼ 2 ଭାଇଙ୍କର ଚାଲିଥାଏ। ସାନ 2 ଭାଇ ଯେଉଁ ଚାଷ କାମ କେବେ ସରିବନି। ଯେତେ କରୁଥିଲେ ଆହୁରି କରିବାକୁ ଇଚ୍ଛା ହେଉଥିବ, ସେ ଚାଷ କରନ୍ତି। ତ ସକାଳୁ ପାହାନ୍ତିଆରୁ ଉଠି ନିତ୍ୟକର୍ମ ସାରି ହଳ ଧରିକି ଯାଆନ୍ତି। ଆଉ ସେଇଠି ଚାଷବାସ, ଗୁଡ଼ାଏ ଜମିଦାରିଆ ଘର, ଗୁଡ଼ାଏ ତାଙ୍କର ସମ୍ପତ୍ତି, ଗୁଡ଼ାଏ ଜମିବାଡ଼ି, ସେସବୁ ଚାଷବାସ ତଦାରଖ କରି ଆସିଲା ବେଳକୁ ତାଙ୍କୁ ସଞ୍ଜ ହେଇଯାଇଥାଏ। ଏମିତି ପ୍ରତ୍ୟୟ ହୁଏ। ଭାଇମାନଙ୍କ ଭିତରେ କିଛି ଭାବନା ନଥିଲା, କିନ୍ତୁ ସାନ 2 ବୋହୂ ସିଏ ତାଙ୍କ ମନକୁ କିଛି ଆସିଲା ଦୁର୍ବୁଦ୍ଧି। ସେମାନେ ଚିନ୍ତା କଲେ, ଆରେ ଆମର ସ୍ୱାମୀମାନେ କାମ କରୁଛନ୍ତି, ସକାଳୁ ଯାଉଛନ୍ତି, ସନ୍ଧ୍ୟାରେ ଆସୁଛନ୍ତି, କିନ୍ତୁ ବଡ଼ 2 ଜଣ ଘଣ୍ଟେ 2 ଘଣ୍ଟା କ'ଣ ଯାଇ କାମ କରିଦେଉଛନ୍ତି, ତାପରେ ଆସି ଘରେ ଶୋଉଛନ୍ତି। ମାନେ ଏମାନେ ଖଟିବେ, ସେମାନେ ଖାଇକି ଏନ୍ଜୟ କରୁଛନ୍ତି। ଏହା ତାଙ୍କ ମନ ଭିତରେ ଭାବନା ଆସିଲା। ମଣିଷ ମନ ନା, ମଣିଷ ମନ ଭିତରେ ପ୍ରଥମେ ଖରାପ ଜିନିଷଟା ଆଗ ଆସିବ। ଭଲ ଜିନିଷଟା ଟିକେ ଲେଟ୍ରେ ଆସିବ। ଆଉ ଯିଏ ତାକୁ ଚିହ୍ନି ପାରିଲା ତାକୁ ସିଏ ଭଲ କରିକି ଚାଲିବ। ତ ଏଇ ଭିତରେ କ'ଣ ହେଇଛି, ସାନ 2 ବୋଉଙ୍କ ମନରେ ସବୁ ଯେତେବେଳେ ଆସିଲା, ଏଇଭଳି ଚିନ୍ତାଧାରା ଆସିଲା, ଏ ବଡ଼ 2 ଭାଇ ମାନେ କିଛି ଏନ୍ଜୟ କରୁଛନ୍ତି, କିଛି ସେମାନେ ସେତେ କାମ କରୁନାହାନ୍ତି, ଘଣ୍ଟେ 2 ଘଣ୍ଟା କ'ଣ କାମ କରୁଛନ୍ତି, ତାପରେ ଆସି ଘରେ ବସିକି ବାସ୍ ପଲଙ୍କରେ ଶୋଇକି ଏସ୍ କରୁଛନ୍ତି। ଏ ଚିନ୍ତାଧାରା ଆସିଲା। ତ ତାଙ୍କର ସ୍ୱାମୀମାନେ ଯେତେବେଳେ ସନ୍ଧ୍ୟା ନଈ ଆସିଲେ ଘରକୁ ଆସନ୍ତି, ଖାଇ ପିଇ ସାରିଲା ପରେ ତାଙ୍କୁ ସେମାନେ ଆରମ୍ଭ କରନ୍ତି କହିବା ଯେ ତମେମାନେ ଖାଲି ଖଟୁଥିବ, ସେମାନେ ମଜା କରୁଥିବେ, ତମେ ଏଇସବୁ ଚାଲିଥିବ ନା, ତମେ କିଛି ବ୍ୟବସ୍ଥା କରିବ। ଏମିତି କଥା ସେମାନେ ତାଙ୍କ କଥା ଶୁଣିକି କାନରେ ପୁରଉନଥାନ୍ତି, ଏ କାନରେ ସେ କାନରେ ଛାଡ଼ି ଦେଉଥାନ୍ତି। ଏମିତି ବାରମ୍ବାର ଯେତେବେଳେ ଅତିଶୟ ହେଇଗଲା, ସାନ 2 ଭାଇ ଗଲେ ବଡ଼ 2 ଭାଇଙ୍କ ପାଖରେ, ଯେ
କହିଲେ ଭାଇ ବାପା ତ କହିଥିଲେ ଶେଷ ସମୟରେ ଯେତେବେଳେ ଅଲଗା ହେବା ପାଇଁ ଇଚ୍ଛା ହେବ ମଉସା ପାଖକୁ ଯିବ ଆଉ ଅଲଗା ହେଇଯିବ। ଆମେ ଚାହୁଁଛୁ ଅଲଗା ହେଇଯିବ, ଏଟା ଭଲ। କାହିଁକି ଆପଣଙ୍କ କାର୍ଯ୍ୟରେ ଲିପ୍ତ ରୁହନ୍ତୁ, ଆମେ ଚାଷ କାମ କରୁଛୁ, ଆମେ ଚାଷବାସ କାମରେ ଲିପ୍ତ ରହିବୁ। ବଡ଼ ଦି ଭାଇ କହିଲେ ଠିକ୍ ଅଛି, ଯଦି ତମେମାନେ ସେଇଆ ଚାହୁଁଛ ତାହେଲେ ଠିକ୍ ଅଛି, ବାହାର ଯିବା ମୋ ସାଙ୍ଗଠି। ଚାଲେ ଚାରି ବୋହୂ ଚାରି ଭାଇ ମିଶିକି ମୋ ସାଙ୍ଗଠି ଚାଲେ। ମଉସା ଦେଖିକି ଖୁସି ହେଇଗଲେ, କହିଲା ଆରେ ହେ ଜାଣିଗଲି। ମୁଁ ତ କାଲି ରାତିରେ ସ୍ୱପ୍ନ ଦେଖିଥିଲି, ତମେ ଚାରି ଭାଇ ଆସୁଛ ଆଉ ଆମେ ଭାଗବଣ୍ଟା ହଉଛି। ମଉସା କଥା ଶୁଣିକି ଆମେ ଆଶ୍ଚର୍ଯ୍ୟ ହେଇଗଲେ, ବାପା ତାହେଲେ ଠିକ୍ କଥା କହୁଥିଲେ, ମଉସା ସବୁ ଜାଣିପାରନ୍ତି। ମଉସା ତାଙ୍କୁ ଗୋଟେ ଘରକୁ ନେଇକି ଗଲେ, ସମସ୍ତଙ୍କୁ ତାତ ପରିଚୟ କରିକି ଭଲ ଖାଇବା ପିଇବା କରିକି ଦେଲେ। ଖାଇସାରିଲା ପରେ କହିଲେ ପିଲାମାନେ ଆମେ ଭାଗବାଣ୍ଟ କରିବା ଠିକ୍ ଅଛି, କିନ୍ତୁ ତା ପୂର୍ବରୁ ସମସ୍ତେ ମିଶିକି ଚାଲ ଯିବା ପୁରୀ ଜଗନ୍ନାଥ ଧାମ, ସେଇଠି ପ୍ରଭୁ ସେଇ ନୀଳାଚଳ ସେଇ କାଳିଆ ସାଆନ୍ତଙ୍କୁ ଟିକେ ଦର୍ଶନ କରି ଚାଲି ଆସିବା, ତାପରେ ଆମ କର୍ତ୍ତବ୍ୟ ଆମେ କରିବା, ଭାଗବାଣ୍ଟ କାର୍ଯ୍ୟ କରିବା। ସମସ୍ତେ ରାଜି ହେଇଗଲେ, ମିଶିକି ଚାଲିଲେ ସେଇ ଜଗନ୍ନାଥ ଧାମ, ସେଇ ପୁରୀ ଧାମ, ସେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସେଇ ବଡ଼ ଦେଉଳକୁ। ଯେତେ ଆମେ ପାପ କରିଥାଉ, ଯେତେ ଯାହା ଭୁଲ କରିଥାଉ, ସେଇ କାଳିଆର ବଡ଼ ବଡ଼ ଚକାଚକା ଆଖି, ଚକାଚକା ନୟନକୁ ଦେଖିଦେଲେ ସବୁ ଭୁଲିଯାଏ, ସବୁ ସେଇଠି ଧୋଇ ହେଇଯାଏ। ଯେମିତି ସମୁଦ୍ର ଆସି ଆମ ପାଦ ଧୋଇ ଦେଇଯାଏ, ସେଇଭଳି ଜଗନ୍ନାଥଙ୍କର ବଡ଼ ବଡ଼ ଆଖି, ଚକାଚକା ଆଖିରେ ଆମର ସବୁ ପାପ ଧୋଇ ହେଇଯାଏ। ସେଇଭଳିଆ ସେମାନେ ଗଲେ, ସେଇଠି ଦର୍ଶନ ସାରି ଫେରୁଥାନ୍ତି। ବାଟରେ ପ୍ରବଳ ଖରା ହେଇଛି, ସେତେବେଳେ ତ ଏମିତି ଗାଡ଼ି ମଟର ନଥିଲା, ଶଗଡ଼ ଗାଡ଼ି, ସେଇଥିରେ ଫେରୁଥାନ୍ତି। ବାଟରେ ଖରା ହେଇଛି, କହିଲେ ଟିକେ ରହିବା, ବିଶ୍ରାମ ନେବା ଗଛ ମୂଳରେ, ଏତେ ଖରା ଉଦୁଦିଆ ଖରାରେ କୁଆଡ଼େ ଯିବା, ତେଣୁ ଏଠି ରୋଷେଇବାସ କରି ଖାଇବା ପିଇବା ତାପରେ ବାହାରିବା। ଦୈବଯୋଗ କ'ଣ ହେଇଛି, ସେ ଯେଉଁ ଥଳିଟି ରଖିଥିଲେ, ଟଙ୍କା ଥଳିଟି, ସିଏ ବାଟରେ କୋଉଠି ଖସି ପଡ଼ିଛି। ଟଙ୍କା ଥଳିଟି ବାଟରେ କୋଉଠି ଖସି ପଡ଼ିଛି। ସେତେବେଳେ ସମସ୍ତେ କେହି ପର୍ସ ଧରୁନଥିଲେ, ସମସ୍ତଙ୍କ ପାଖରେ ଏମିତି ନାହିଁ, ସମସ୍ତେ ଗୋଟେ ଜାଗାରେ ପଇସା ରଖୁଥିଲେ ଆଉ ସେଇ ପଇସାରେ ଖର୍ଚ୍ଚ କରୁଥିଲେ। କିନ୍ତୁ ଏଇ ଆସିବା ଭିତରେ ବାଟରେ କୋଉଠି ଥଳିଟି ଗଳି ପଡ଼ିଛି। ଗୋଟେ ଅସୁବିଧା ହେଲା, କେମିତି କ'ଣ କରିବେ, ଖାଇବେ କେମିତିଆ, ଏତେ ବାଟ ଯିବେ କେମିତିଆ। ମଉସା ସେଠୁ ପିଲା 4 ଜଣ କହିଲେ ବାବୁ ମାନେ ତମେ ଗୋଟେ କାମ କର, 4 ଜଣ ଚାରିପଟକୁ ଯା, 4 ଜଣ ଯାହା କିଛି ନେଇକି ଆସ, ଯେମିତି ହେଲେ ଆମେ ଏଠି ଖାଇବା। ତମେ 4 ଜଣ ଧୁରନ୍ଧର, ତମେ ଚାହିଁଲେ ସବୁ କରିପାରିବ, ଯା। 4 ଭାଇ ହୁଣ୍ଟାରେ କରି ଚାଲିଲେ, 4 ବୋହୂ ଆଉ ଏପଟେ ମଉସା ମାଉସୀ ଅଛନ୍ତି, ଅପେକ୍ଷା ରହିଲେ, ସେମାନେ ଆସୁଛନ୍ତି କେତେବେଳକୁ ଦେଖିବା। ଆସିଲେ ରୋଷେଇ ହେବ, ରୋଷେଇ ହେଲେ ଖାଇବା। 4ର୍ଥ ନମ୍ବର ଭାଇ, ସବା ସାନ ଭାଇ, ବାଟରେ ଯାଉ ଯାଉ ଦେଖିଲା ଜଣେ ମନ ଦୁଃଖରେ ଅଛି। ଚଷା ଭାଇଟିଏ ମନ ଦୁଃଖରେ ଅଛି, ବିଲ ମୁଣ୍ଡରେ ଠିଆ ହେଇଛି। କହିଲା ଆରେ ଭାଇ କଥା କ'ଣ, କାହିଁକି ମୁହଁ ଶୁଖେଇଛି ଗଛୁରୀ? ତ ଚାହିଁଲା ଚଷା ଭାଇଟି, କହିଲା ଆରେ ଭାଇ କ'ଣ କହିବି, ଦୁଃଖ ମୋର ଅନେକ। ବଳଦଟି ବୋଲ ଜମା ମାନୁନି, ଯେତେ ଯାହା କଲେ ମୁଁ ଆଜି ହାଲିଆ ହେଇଗଲିଣି ପଛେ ସେ ବଳଦ ଚାଷ କରିବାକୁ ଜମା ଧରା ଦଉନି। ଚାଷ ଦପ୍ତର ବାଣିଜ୍ୟ ମଠ, ଯଦି ଚାଷ ମୋର ନ ହେଇପାରୁଛି ତାହେଲେ ମୋର ବର୍ଷ ଯାକର ଫସଲ ଗଲା। ତୁ କ'ଣ କରିବି, ବଡ଼ ମୁଣ୍ଡ ଚିନ୍ତା ବସୁନି, ମୁଁ ବଡ଼ ଦୁଶ୍ଚିନ୍ତା ଭିତରେ ଅଛି, ବଡ଼ ଟେନସନରେ ଅଛି। ଦିଦି ଚାଷର ଧୁରନ୍ଧର, ସାନ ପୁଅ ଚାଷର ଧୁରନ୍ଧର, ସାନ 2 ପୁଅ ଚାଷର ଧୁରନ୍ଧର। କହିଲେ ଆଚ୍ଛା ଏଇ କଥା, ସେ ଜାଣିଛି ବଳଦକୁ କେମିତି ମଣେଇ ପାରିବ, ବଳଦକୁ କେମିତି ମନେଇ ପାରିବ, ସେ ସବୁ ଜାଣିଛି। କହିଲା ମୁଁ ଯଦି ଚାଷ କରିଦେବି ତାହେଲେ ତମେ ମୋତେ କ'ଣ ଦେବ? କହିଲା ଭାଇ ଯାହା ଚାହିଁବ ଦେବି, ମୋ ପାଖରେ ଯାହା ଅଛି ଦେଇପାରିବି।
କହିଲା ଚାଉଳ ଡାଲି ମତେ ଦେବ, କାଠ ଦେବ, ଖାଇବୁ, ଆମେ ଗଲେ 4-5 ଜଣ ଲୋକ ଅଛୁ, ସେତିକି ବ୍ୟବସ୍ଥା ଟିକେ କରିପାରିବ? କହିଲା ହଁ ଏଇଟା ଗୋଟେ କଥା ମୁଁ କରିବି। ହଉ ତାହେଲେ ତୁମେ ଯାଇକି ଧରିକି ଆସ, ମୁଁ ଚାଷ କରୁଛି। ସିଏ ଯାଇକି ଧରିକି ଆସିଲା ବେଳକୁ ଇଏ ଚାଷବାସ କରି ରେଡ଼ି କରିକି ବିଲ ଗୁଡ଼ାରେ ଠିଆ ହେଇଛି। ସେ ଦେଖିକି ଖୁସି ହେଇଗଲା, କହିଲା ଭାଇ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ, ମୋ ଚାଷ ତ ହେଇଗଲା। ହଁ ମଣିଆ ବଳଦ ବି ମହଣି ହେଇଗଲା। ସେ ଖୁସି ହେଇଗଲା, ତାକୁ ସେଇ ଯେଉଁ ଆଣିଥିଲା ଚାଉଳ ଡାଲି ଫାଲି ସବୁ ଆଣିଥିଲା, ଆଉ ପନିପରିବା ଗଣ୍ଡେ ତା ସାଥିରେ କାଠ ବୁଝାଏ ଏସବୁ ଆଣି ତାକୁ ଦେଲା। ସେ ସବୁ ନେଇକି ଚାଲିଲା ସେଠି ଖୁସି ହେଇକି, ଯାହା ହଉ ମୁଁ ଆଗ ନେଇକି ଆସିଲି, ଚାଲିଲି, ଆଗରେ ପହଞ୍ଚିଲା। ତା ଉପର ଭାଇ ସିଏ ଏମିତି ଯାଉଛି ବାଟରେ, ଦେଖିଲା ଗୋଡ଼ାଏ ଲୋକ ଏକାଠି ହେଇକି କ'ଣ ଗୋଟେ ତାଙ୍କ ଭିତରେ ଡିସ୍କସନ୍ ଚାଲିଛି, କୋଳାରାବ ଚାଲିଛି, ହୋ ହାଲା ହେଉଛି। କ'ଣ ଚାଲିଛି ଏଇଠି, କଥା କ'ଣ? ଦେଖିଲା ଆରେ ଏପଟେ କ'ଣ ଅଛି, ସେପଟେ କାହିଁ ସବୁ ଜାଗା ଅନେଇଛନ୍ତି, କିଛି ନାହିଁ, ଆରେ ବିଲ ଜାଗା ତ ଅଛି, କ'ଣ ଅଛି, କିଛି ନାହିଁ। ଯାଇକି ପଚାରେ, କହିଲା ଭାଇମାନେ ଏଠି କ'ଣ ହେଉଛି କି, କାହିଁକି ତମେମାନେ ସବୁ ଏଠି ଅଛ, ଠିଆ ହେଇଛ ବିଲ ମୁଣ୍ଡରେ, ବିଲଟାକୁ ଦେଖୁଛ, କ'ଣ କଥା, କ'ଣ ହେଇଛି କହୁନ, ମୁଁ ବି ଜାଣିପାରିବି କ'ଣ ହେଇଛି? କହିଲା ହଁ କାହିଁ ଜାଣିବନି ଭାଇ, ଆମେ ତ ଅସୁବିଧାରେ ଅଛୁ। ଭାଇ ରାଜା ଖଜଣା ନେଉଛନ୍ତି, ଖଜଣା ଛାଡ଼ କରୁନାହାନ୍ତି, କିନ୍ତୁ ଏଇଟା ଗୋଟେ ଏମିତିଆ ବିଲ, ଏଠି ଚାଷ ଆମେ କରିପାରୁନୁ, ଏଥିରେ ଆମେ ଚାଷ କରିପାରୁନୁ। କାରଣ କ'ଣ ନା ଭାଇ, ଯେତେବେଳେ ଦେଖିଲେ ତ ବିଲରେ ପାଣି ରହିଲା, ଆମେ ଚାଷ କରିବୁ କେମିତିଆ? ପାଣି ତ ଯେତେ ଆମେ ସବୁ ଚେଷ୍ଟା କଲେ ପାଣି ଏଠୁ ସରୁନି, ଚାଷ କେମିତି କରିବୁ? ଏଇଟା ଗୋଟେ କଥା, ମୁଁ ଯଦି ତମ ବ୍ୟବସ୍ଥା କରିଦେଲି ତମେ କ'ଣ ଦେବ? କହିଲେ ଆମେ 5ଟା ମୁଦ୍ରା ଦେବୁ, ଆଉ ତମେ ଯାହା ଦରକାର କରିବ ତାହା ମଧ୍ୟ ଦେବୁ। କହିଲା ଠିକ୍ ଅଛି, 5 ଟଙ୍କା ଦିଅ, ଆଉ ମାତ୍ର ଆଉ ଗୋଟେ ଜିନିଷ, ଆମେ ସେପଟେ ଅଛୁ ଭୋକିଲାରେ, ଏମିତି ଯାଉଥିଲୁ, ବାଟରେ ଅଛୁ, ଏତିକି ଜଣ ଲୋକ ଅଛୁ, ଆମକୁ ସେତିକି ଜଣଙ୍କ ପାଇଁ ଖାଇବା ଦେବ। କହିଲା ଠିକ୍ ଅଛି। ସେ କହିଲା ମୁଁ ତାର ବତଉଛି ଆଉ। କହିଲା କ'ଣ କୁହ ତାହେଲେ? ନା ମାଟି ଗୋଳା କର, ମାଟି ଚକଟି ମାଟି ଗୋଳା କର, ସେ ଭିତରେ ଧାନ ସବୁ ଭର୍ତ୍ତି କର, ତାକୁ ଶୁଖେଇ ଦିଅ, ତାପରେ ତାକୁ ଛାଟିବ, ଶୁଖିକି ଥିବ, ଭିତରେ ମାଟି ଥିବ, ଧୀରେ ଧୀରେ ପାଣି ବଜିକି ସେଠି ହବ, ସେଥି ଭିତରେ ଧାନ ଗଜା ହେଇକି ଗଛ ହେଇଥିବ, ଆଉ ସେ ତ ଭସେଇ ନେବନି, ଧାନ ବୁଣିଲେ ସିନା ଭସେଇ ନେଉଛି, କିନ୍ତୁ ମାଟି ଗୋଳାଟା ତ ଭସେଇ ନେବନି, ସେ ଭିତରେ ରହିବ, ଆଉ ମାଟି ଗୋଳା ବତୁରିକି ଫାଟିଲା ବେଳକୁ ସେଥିରେ ଧାନ ଗଜା ହେଇକି ତମର ରେଡ଼ି ହେଇକି ଗଛ ହେଇଯାଇଥିବ। ବଢ଼ିଆ ଆଇଡ଼ିଆ, ଖୁସି ହେଇଗଲେ। ତାଙ୍କ କଥା ସେଟା ତାକୁ 5 ଟଙ୍କା ଆଉ ଧାନ ଏଇ ଯେଉଁ ଚାଉଳ ଡାଲି ମୁଗ କରିକି ତାକୁ ଦେଲେ, ଫଳ ପନିପରିବା କରିକି ଦେଲେ, ଟିକେ ବିଦାୟ କଲେ। ତାପରେ ଆସିଲା କିଏ, ଆଉ 2 ଭାଇ ରହିଲେ, 2ଟି ଭାଇ ଗଲେ, ଆଉ ଗୋଟେ 3ୟ ନମ୍ବର ଭାଇ, ସେ ଏମିତି ଯାଉଛି ବାଟରେ, 2 ଭାଇ କାମ ସରିଗଲା, ଆଉ ଜଣେ ଭାଇ ଯାଉଛନ୍ତି ବାଟରେ, ଦେଖିଲେ ଗୋଟେ ଲୋକ ଗଛ ମୂଳଟାରେ ମନ ଦୁଃଖରେ ବସିଛି। କହିଲେ ଭାଇ ଆରେ କ'ଣ ହେଇଛି ତମର, କାହିଁ ମନ ଦୁଃଖରେ ବସିଛ? ନା ଭାଇ କ'ଣ କହିବି, ଆମେ ଥିଲୁ 4 ଭାଇ, 4 ଭାଇଙ୍କର ଭାଗ ସମ୍ପତ୍ତି ଭାଗ ବଣ୍ଟା ହେଲା, ଯିଏ ଯାହା ନେବା କଥା ନେଲେ, ସମସ୍ତଙ୍କ ଭାଗ ଯେମିତି ଯାହା ପଡ଼ିଲା, ଲାଷ୍ଟରେ ବଳିଗଲା ଗୋଟେ ବିଲେଇଟି, ବାପା ମା ବଡ଼ ଯତ୍ନ ତାକୁ ପୋଷିଥିଲେ, ତେଣୁ ସେ ବିଲେଇଟିକୁ ଭାଗ ବଣ୍ଟା ହେବ। ତ କେମିତି ଗୋଟେ ବିଲେଇକୁ ଭାଗ ବଣ୍ଟା ହେବ, ତେଣୁ କ'ଣ କଲେ, ଜାଣିଶ ବସା 4 ଗୋଡ଼କୁ ବିଲେଇର 4 ଜଣଙ୍କୁ ଭାଗ ବାଣ୍ଟିଲେ। ବିଲେଇଟି ଆମ ଘରେ କୋଠରେ ରହିଲା, ଆଉ ସମସ୍ତଙ୍କ ଭାଗରେ ଗୋଟେ ଗୋଟେ ଗୋଡ଼ ପଡ଼ିଲା, ଯାହା ଗୋଡ଼ ଧରିତ କଥା ସିଏ ବୁଝିବ। ସମସ୍ତେ ରାଜି ହେଲେ, ସବୁ ଠିକ୍ ହେଲା। ଦିନେ କ'ଣ ହେଇଛି, ବିଲେଇଟି କେମିତି ପଡ଼ିକି ମୋ ଭାଗରେ ଯେଉଁ ଗୋଡ଼ଟା ପଡ଼ିଲା ସେ ଗୋଡ଼ଟା ତାର ଭାଙ୍ଗିଗଲା। ତେଣୁ ମୋତେ ଯତ୍ନ ନେବାକୁ ପଡ଼ିବ, ମୁଁ ତାକୁ କ'ଣ କଲି,
ବୈଦ୍ୟ ଡାକି ଔଷଧ ଫୌଷଧ ଆଣି ତାକୁ ଗୋଡ଼ଟାକୁ କପଡ଼ା ଗୋଡ଼େଇକି ବାନ୍ଧିଲେ। ଦୈବ ଯୋଉ କ'ଣ ହେଇଛି, ସେ ବିଲେଇଟା କେତେବେଳେ ଚୁଲି ପାଖରେ ଥିଲା, ସେ ଚୁଲିରେ ତା ଗୋଡ଼ ନିଆଁ ଲାଗିଗଲା ସେ କପଡ଼ାରେ। ସେ ଦୌଡ଼ିଲା, ଦୌଡ଼ିକି ଯାଇକି ଚାଳ ଉପରକୁ ପଳେଇଲା। ଗାଁ ଜାଗାରେ ଚାଳ ସବୁ ପଡ଼ିଗଲା। ଲୋକମାନେ ଆମକୁ କହିଲେ କ'ଣ ହେଲା ଦେଖିଲା ବେଳକୁ ଆସିଲେ ବିଲେଇ ପଡ଼ିଛି। କାହା ବିଲେଇ ନାହିଁ, ତାଙ୍କ ବିଲେଇ। ଆଉ ଦେଖିଲେ ବିଲେଇର ଗୋଡ଼ଟା ହେଉଛି ଯାହା ପଡ଼ିଥିଲା ମୋ ଭାଗରେ। ଆଉ ମୋତେ କହିଲେ ଯେ ସବୁ ଯାକ ଘର ଚାଳ ମୁଁ କରିବି। ଭାଇ କ'ଣ ପଇସା ପାଇଲି, କେତେ ପାଇଲି, ମୁଁ ବର୍ତ୍ତମାନ ସବୁ ଯାକ ପଇସା ଖର୍ଚ୍ଚ ହେବ, ଏମିତି କ'ଣ କରି ବର୍ତ୍ତମାନ ଚିନ୍ତାରେ ଅଛି। କହିଲେ ଏଇ କଥା, ମହାଜନ ପୁଅ କହୁଛନ୍ତି ଏଇ କଥା, ଠିକ୍ ଅଛି ମୁଁ ସେଇଟା ସମାଧାନ କରିଦେବି, ତୁ ମୋତେ କ'ଣ ଦେବୁ? କହିଲା ଭାଇ ସମାଧାନ କରିଦେବି, ଯଦି ପାରିବୁ କରିଦେବୁ, ତତେ ମୁଁ 500 ଟଙ୍କା ଦେବି, ଆଉ ତତେ ବିଦାୟ କରିବି, ଭଲ ଆହୁରି ଖାଇବା ପିଇବା ସବୁ ଜିନିଷ ଦେଇକି ବିଦାୟ କରିବି। କହିଲା ଠିକ୍ ଅଛି, ଠିକ୍ ଅଛି, ଚାଲ ଗାଁ ଲୋକଙ୍କୁ ଡାକ। ଗଲେ, ଗାଁ ଲୋକ ଡକା ହେଲା, ଆସିଲେ। ମହାଜନ ପୁଅ ବସିଲେ, କାହିଁ ଆଉ ଡାକିଲା, ଆମର ତ ସବୁ ଛିଣ୍ଡିଥିଲା। ଛିଣ୍ଡିଥିଲା, ଆମର ଟିକେ ଭୁଲ ଅଛି। ଆଚ୍ଛା, ଗୋଡ଼ ଭାଙ୍ଗିଥିଲା ଯେଉଁ ଗୋଡ଼ରେ, ସେଠାରେ କପଡ଼ା ଗୋଡ଼ା ହେଇଥିଲା, ସେଇ ଗୋଡ଼ରେ ନିଆଁ ଲାଗିଲା। ସେଇ ଗୋଡ଼ଟା ଥିଲା ୟା ଭାଗରେ, ଆଉ ସେ କପଡ଼ାର ନିଆଁ ଯାଇକି ଘର ଦ୍ୱାରା ପୋଡ଼ିଲା, ଯାହାଫଳରେ ସମସ୍ତଙ୍କ ଘର ପୋଡ଼ିଗଲା। ଏଇଆ ତ? ହଁ। କିନ୍ତୁ ଯଦି ସେ ଗୋଡ଼ଟା ଭାଙ୍ଗିଥିଲା, ସେ ଦୌଡ଼ି ପାରିବନି। ଦୌଡ଼ିଲେ କେଉଁ ଗୋଡ଼ ଦୁଇଟା ନା ଆର 3ଟା ଗୋଡ଼? ତାହେଲେ ଦୋଷ କାହାର? ନା ସେ 3 ଗୋଡ଼ ଦୋଷ। ତେଣୁ ଭରଣା କିଏ ଦେବ? ନା ସେ 3 ଭାଇ ଦେବେ। ବାସ୍, ଯଦି ୟା ଗୋଡ଼ଟା ଯଦି ଚାଲି ପାରିଥାନ୍ତା, ଆଗଟା ଯଦି ଭାଙ୍ଗିଥିଲା, ଯଦି ସବୁ ଯାକ ଗୋଡ଼ ଭାଙ୍ଗିଥାନ୍ତା, ତାହେଲେ ସେ ଦୌଡ଼ି ପାରିନଥାନ୍ତା। ତେଣୁ ୟାର କିଛି ଦୋଷ ନାହିଁ, ଦୋଷ ହେଉଛି ସେମାନଙ୍କର, ସେମାନେ ସେ ଦେବେ, ଇଏ କିଛି ଦେବ। କହିଲେ ଠିକ୍ କଥା, ହଁ 3 ଭାଇ ଦେବେ, ହିସାବ ହେଇଗଲା। ଏଇ ଭାଇ ଯେଉଁ ମନ ଦୁଃଖରେ ଥିଲା, ସିଏ ମନ ଖୁସି ହେଇଗଲା। କହିଲା ଭାଇ ତୁ ଖୁସି ହେଇକି ତାକୁ 500 ଟଙ୍କା ଆଉ କିଛି ଖାଇବା ଜିନିଷ ସବୁ ଏମିତି ବିଦାୟ କଲା। ଆଉ ରହିଲା ଗୋଟିଏ ଭାଇ, ବଡ଼ ଭାଇ। ସିଏ ଏମିତି ଯାଉଛନ୍ତି, ବାଟରେ ଦେଖିଲେ ରାଜାଙ୍କର ମନ୍ତ୍ରୀ ମନ ଦୁଃଖରେ ଥାନ୍ତି। ଇଏ ପଚାରିଲେ, ମନ୍ତ୍ରୀ ମହାଶୟ ଆପଣଙ୍କର କ'ଣ ହେଲା? ଆପଣ ତ ଯାହା ଚାହିଁବେ ତାହା କରିବେ, ରାଜାଙ୍କର ଏଡ଼େ ବଡ଼ ରାଜାଙ୍କର ମନ୍ତ୍ରୀ, ଆପଣ କାହିଁ ମନ ଦୁଃଖରେ ବସିଲେ? ନା କଥା କ'ଣ କି, ରାଜା କହିଛନ୍ତି ଯଦି ଗୋଟେ ହେଇ ଯେଉଁ ହାତୀଟା ଦେଖୁଛୁ, ସେ ହାତୀଟାକୁ ଯଦି ମୁଁ କାଲି ସକାଳୁ ଓଜନ କରି ନ କହିପାରିବି, ତାହେଲେ ମୋ ମୁଣ୍ଡ କଟା। ରାଜାଙ୍କ ଆଦେଶ, ରାଜା କହୁଛ ସେ ଯାହା ଚାହିଁବେ ତାହା କରିବେ। କହିଲେ ଆଚ୍ଛା ଏଇ କଥା, ଆଚ୍ଛା ମୁଁ ସେଇ କଥା ତୁମର ସମାଧାନ କରିଦେବି, ତୁମେ ମୋତେ କ'ଣ ଦେବ? କହିଲେ ଭାଇ ତୁ ଯାହା ଚାହିଁବୁ ମୁଁ ତାହା ଦେବି, ତୁ ଚିନ୍ତା କରନା, ମୁଁ ସବୁ ଦେବି, ତୁ ସମାଧାନ କରିପାରିବ? କହିଲା ହଁ ଭାଇ କରିଦେବି। କହିଲେ ଚାଲ, ହାତୀଟି ନେଇ ଚାଲ ଗୋଟେ ନଦୀ ପାଖକୁ, ଗୋଟେ ବଡ଼ ଡଙ୍ଗା ପାଖକୁ। କ'ଣ ଏମିତି ଡଙ୍ଗା ପାଖକୁ ଯିବାକୁ କହିଲେଣି? ଚାଲ। ଚାଲିଲେ, ହାତୀକି ଡଙ୍ଗା ଭିତରେ ଭର୍ତ୍ତି କର। ହାତୀ ଗଲା, ଡଙ୍ଗା ଭିତରେ ରହିଲା। କହିଲା ପାଣିଟେ କେତେ ବୁଡ଼ିଲା ଡଙ୍ଗାଟା, ଏତିକି ପର୍ଯ୍ୟନ୍ତ ବୁଡ଼ିଲା, ସେଠି ଗୋଟେ ଗାର ପକା। ବର୍ତ୍ତମାନ ହାତୀ ଓହ୍ଲେଇ ଦିଅ, ସେଥିରେ ବାଲି ଭର୍ତ୍ତି କର। ବାଲି ଭର୍ତ୍ତି କଲେ, କହିଲେ ବାଲି ଯେତିକି ପର୍ଯ୍ୟନ୍ତ ଭର୍ତ୍ତି କରିବ, ଏତେ ପର୍ଯ୍ୟନ୍ତ ସେଇଟା ଗାର ପର୍ଯ୍ୟନ୍ତ ନ ଲାଗିଛି ପାଣି। ଭର୍ତ୍ତି କଲେ, ହେଇଗଲା ରେଡ଼ି। ସେ ଗାର ପର୍ଯ୍ୟନ୍ତ ପାଣି ଲାଗିଗଲା। ତାପରେ କହିଲେ ବର୍ତ୍ତମାନ ବାଲି ଓଜନ କଲେ, ବାସ୍ 100 ଓଜନ ଆସିଲା। ଓଜନ ପଳେଇ ଆସିଲା ହାତୀର। ଖୁସି ହେଇଗଲେ ମନ୍ତ୍ରୀ। ମନ୍ତ୍ରୀ ଖୁସି ହେଇଗଲେ, କହିଲେ ମୋ ଜୀବନ ବଞ୍ଚେଇଦେଲା ଭାଇ, ବହୁତ ବହୁତ ଧନ୍ୟବାଦ ଭାଇ, କ'ଣ କରିବି, ତମକୁ କ'ଣ ଦେଇକି ତମ ଋଣ ସୁଝିବି। କିନ୍ତୁ ସେ ତାଙ୍କୁ ଗୁଡ଼ାଏ ସୁନା, ରୂପା, ମୋତି, ମାଣିକ କରି ଗୁଡ଼ାଏ ସମ୍ପତ୍ତି କରିକି, ବାଜା ବାଣ କରିକି ତାଙ୍କୁ ନେଇକି ଛାଡ଼ିଲେ। 4 ଭାଇ ପହଞ୍ଚିଲେ ଗୋଟେ ଜାଗାରେ, ରୋଷେଇବାସ ହେଲା। ତାପରେ ଏଠୁ ମଉସା କହିଲେ ଆଚ୍ଛା ଏଥର
ଦେଖିଲ କିଏ କ'ଣ ଆଣିଲ କୁହ? ବଡ଼ ଭାଇ ଆଣିଲା ସୁନା ରୂପା ମୋତି ମାଣିକ ଗୁଡ଼ାଏ ଭଣ୍ଡାର ସମ୍ପତ୍ତି ନେଇକି ଆସିଲା। ମଝିଆ ଭାଇ ତା ତଳ ଭାଇ 500 ଟଙ୍କା ନେଇକି ଆସିଲା, ଆଉ ତା ହାତରେ ଖାଦ୍ୟ ଜିନିଷ ନେଇକି ଆସିଲା। ତା ତଳ ଭାଇ 5 ଟଙ୍କା ନେଇକି ଆସିଲା, ତା ହାତରେ ଖାଦ୍ୟ ଜିନିଷ ନେଇକି ଆସିଲା। ତା ତଳ ଭାଇ କେବଳ ଖାଦ୍ୟ ଜିନିଷ ନେଇକି ଆସିଲା। ଆଚ୍ଛା ତୋର କୁହ ଭାଗ ବଣ୍ଟା ଆରମ୍ଭ କରିବା? ନାହିଁ ନାହିଁ, ଆଉ ଭାଗ ବଣ୍ଟା ନାହିଁ। ସେମାନେ ବୁଝି ଯାଇଥିଲେ ଯେ ଆକ୍ଚୁଆଲି କାହା ପାଖରେ କେତେ ଦମ୍ ଥିଲା। ସେ 2 ଘଣ୍ଟା କାମ କଲେ କ'ଣ ହବ, ସିଏ ଦିନ ଯାକ କାମ କଲେ କ'ଣ ହବ? ପ୍ରତ୍ୟେକ ମଣିଷ ପାଖରେ ଭିନ୍ନ ଭିନ୍ନ କର୍ମ ଥାଏ ନା, ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ସେ ନିୟୋଜିତ ହେଇଥାଏ ନା। ତେଣୁ ସମସ୍ତଙ୍କ ପାଖରେ ସମସ୍ତଙ୍କର ଆବଶ୍ୟକତା ଥାଏ, କେହି କାହାକୁ ଛାଡ଼ି ରହିପାରିବନି। 5ଟା ଆଙ୍ଗୁଠି ଯଦି ନ ମିଶିବେ ସେମାନେ କାମ କରିପାରିବେନି। ଗୋଟେ ଆଙ୍ଗୁଠି 2ଟା ଆଙ୍ଗୁଠିରେ ଆପଣ କାମ କରିପାରିବେନି। ସମସ୍ତେ ବୁଝିଗଲେ ସେଇ କଥା, ଆଉ ଅଲଗା ହେବାକୁ ମନା କଲେ। ସେଇ 4 ବୋହୂ ବି ବୁଝିଗଲେ, ସେମାନେ ବି ମନା କଲେ। ସେମାନେ ତାଙ୍କ କଥା ମନା କଲେ। ଯେ ଏ ଥିଲା ଗୋଟେ ଗପ। ଗପରୁ କ'ଣ ଆପଣ ବୁଝିପାରିଲେ? ମୋତେ ଲାଗୁଛି ଆପଣ ନିଶ୍ଚୟ ସବୁ ଜିନିଷ ଠିକ୍ ବୁଝିପାରିଥିବେ। କେମିତି ଲାଗିଲା ଯେ ଆକ୍ଚୁଆଲି ଗପଟିର ତାତ୍ପର୍ଯ୍ୟ ଠିକ୍ ନା ଭୁଲ, ନିଶ୍ଚୟ କମେଣ୍ଟ ବକ୍ସରେ କମେଣ୍ଟ ଦେବେ। ତେଣୁ ସୁନ୍ଦର ପୃଥିବୀକୁ ଯେଉଁ ଆମେ ଆସିଛେ, ସୁନ୍ଦର ପୃଥିବୀକୁ ସୁନ୍ଦର ଭାବରେ ଆମେ ଅନୁଭବ କରିବା ଦରକାର, ସୁନ୍ଦର ଭାବରେ ତାକୁ ଦେଖିବା ଦରକାର, ତା ସୁନ୍ଦର ତାକୁ ଉପଭୋଗ କରିବା ଦରକାର। ଯେମିତି ଶାସ୍ତ୍ର କହିଛି, ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଜିନିଷ। କିନ୍ତୁ ନୂଆ ଦେଖ ଭାଇ, ତାକୁ ଦେଖି ଦେଖି ତାକୁ ଏନ୍ଜୟ କର, କିନ୍ତୁ ତାକୁ ଖିନଭିନ୍ କରି ମାନେ ନଷ୍ଟ କର ନାହିଁ। ସୃଷ୍ଟି ଇଏ ବି ଗୋଟେ ସୃଷ୍ଟି, ସମ୍ପର୍କ ଗୋଟେ ସୃଷ୍ଟି। ସମ୍ପର୍କ ଭାଙ୍ଗିବାଟା ବଡ଼ କଥା ନୁହେଁ, କିନ୍ତୁ ସମ୍ପର୍କ ଯୋଡ଼ିବାଟା ବଡ଼ କଥା। ସମ୍ପର୍କର ନଟ୍ଟା ସବୁବେଳେ ଟାଇଟ୍ କରି ରଖ, ସେ ଷ୍ଟ୍ରଙ୍ଗ ହେଇକି ରହୁ। ଥିଲା ଆଜିର କଥା। କେମିତି ଲାଗିଲା ନିଶ୍ଚୟ କମେଣ୍ଟ ବକ୍ସରେ କମେଣ୍ଟ ଦେବେ। ଆଉ ଯଦି ପ୍ରଥମ ଥର ବି ଆମ ଚ୍ୟାନେଲକୁ ଭିୟୁ କରୁଛନ୍ତି, ତେବେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ, ଆଉ ପାଖରେ ଥିବା ବେଲ୍ ବଟନ୍ ଦବାଇବାକୁ ଜମାରୁ ଭୁଲିବେ ନାହିଁ, ଯାହାଫଳରେ ଆମେ କରୁଥିବା ପ୍ରତ୍ୟେକଟି ଗପ, ପ୍ରତ୍ୟେକଟି କାହାଣୀ ଏମିତି ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚେ। ଆଜି ତ ସମୟ ହେଇଛି, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ଅଧ୍ୟାୟରେ। ନମସ୍କାର, ଜୟ ଜଗନ୍ନାଥ।